यूनिट 2 दंडान्वय पद्धति डायरेक्ट प्रोच ऑर्डर मेथड ଏହି ପଦ୍ଧତି ସଂସ୍କୃତ ଭାଷା ବ୍ୟତୀତ ଅନ୍ୟ ଭାଷାରେ ଦେଖାଯାଏ ନାହିଁ। ଏହି ପଦ୍ଧତି ଭାରତବର୍ଷର ନିଜସ୍ୱ ଚିନ୍ତାଧାରା ଓ ବହୁକାଳ ପ୍ରସୂତ କୌଣସି ଶ୍ଲୋକକୁ ଗଦ୍ୟାକୃତିରେ ପ୍ରକାଶ କରିବା ସହିତ ସରଳ ବାକ୍ୟରେ ସଜାଇବାକୁ ଦଣ୍ଡାନ୍ୱୟ ପଦ୍ଧତି କୁହାଯାଏ। ଆଉ କେତେକଙ୍କ ମତରେ ଶ୍ଲୋକଗୁଡ଼ିକ ବିଶ୍ଳେଷଣ କରି ପଂକ୍ତି ସଦୃଶ ବା ଦଣ୍ଡ ପରି ଲମ୍ବା ଧାଡ଼ି ଆକାରରେ ଅନ୍ୱୟ କରାଯାଇଥିବାରୁ ଏହାକୁ ଦଣ୍ଡାନ୍ୱୟ ପଦ୍ଧତି କୁହାଯାଏ। ଯଥା ଆଦୌ ବିଶେଷଣଂ ଯଜ୍ଜଂ ବିଶେଷ୍ୟଂ ତଦନନ୍ତରଂ ତ୍ୱାଣମୂଲ୍ୟ ପ୍ରଭୃତ୍ୟୈବଂ ପୂର୍ବଂ ଦଣ୍ଡାନ୍ୱୟ ଭବେତ୍। ଏହି ଦଣ୍ଡାନ୍ୱୟ ବିଧି ନିମ୍ନଲିଖିତ ମତେ କରାଯାଇଛି। ଯଥା ପ୍ରଥମ ନିୟମ ହେଉଛି ପ୍ରଥମ ସୋପାନ ପ୍ରଥମେ ବିଶେଷଣ ପଦଗୁଡ଼ିକୁ ଲେଖାଯାଏ। 2 ନମ୍ବର ତାପରେ ବିଶେଷ୍ୟ ପଦ ଗୁଡ଼ିକୁ ଯଥା ରୀତିରେ ସ୍ଥାପନ କରାଯାଏ। ତୃତୀୟ ସୋପାନରେ କ୍ରିୟାପଦ ଗୁଡ଼ିକୁ ଯଥା ସ୍ଥାନରେ ରଖାଯାଏ। ଚତୁର୍ଥ ପର୍ଯ୍ୟାୟରେ ତ୍ୱାଚ୍ ଲ୍ୟପ୍ ଣମୂଲ ଇତ୍ୟାଦି ପ୍ରତ୍ୟେକ ଯୋଗରେ ସୃଷ୍ଟି ହୋଇଥିବା ଅସମାପିକା କ୍ରିୟା ସଂଯୋଗରେ ବାକ୍ୟାଂଶକୁ ଯଥାସ୍ଥଳରେ ସଂଯୁକ୍ତ କରାଯାଏ। ଏହି ବିଧି ମାଧ୍ୟମରେ ଅର୍ଥାବଗମନ ସମ୍ୟକ୍ ରୂପେ ହୁଏ। ସନ୍ଧି ସମାସ ପ୍ରତ୍ୟୟ ପ୍ରଭୃତି ଉତ୍ତମ ଜ୍ଞାନ ସୃଷ୍ଟି ହୁଏ। ଫଳରେ ପାଠକ ଶ୍ଲୋକ ପଠନ ପ୍ରତି ଅଭିରୁଚି ବୃଦ୍ଧି ପାଏ। ଖଣ୍ଡାନ୍ୱୟ ପଦ୍ଧତି ଇନଡାଇରେକ୍ଟ ପ୍ରୋଚ୍ ଅର୍ଡର ମେଥଡ ଶଙ୍କାକ୍ଷଣୋର୍ଦ୍ଦେର୍ଯ୍ୟୋ ବାଧସ୍ତାର୍ଥନ୍ୱୟ ଗୋଚରଃ। ଏହି ବିଧିରେ ପ୍ରତ୍ୟେକ ପଦକୁ ପୃଥକ୍ କରାଯାଇ ତାହାକୁ ପଦଚ୍ଛେଦ କହନ୍ତି। ସେହି ଖଣ୍ଡ ଖଣ୍ଡ ପଦକୁ ନିଜ ଆବଶ୍ୟକତା ମୁତାବକ ବାକ୍ୟରେ ପରିଣତ କରାଯାଏ। ଏହି ପଦ୍ଧତିକୁ ଖଣ୍ଡାନ୍ୱୟ ପଦ୍ଧତି କହନ୍ତି। ଖଣ୍ଡାନ୍ୱୟ ବିଧିରେ ନିୟମ ଗୁଡ଼ିକ ଅଧୋଭାଗରେ ପ୍ରଦର୍ଶିତ କରାହେଲା। ଯଥା ପ୍ରଥମ ସୋପାନରେ ଶ୍ଲୋକର ପ୍ରତ୍ୟେକ ପଦକୁ ପୃଥକ୍ କରାଯାଏ। ତାପରେ ଦ୍ୱିତୀୟ ସୋପାନରେ କ୍ରିୟାନ୍ୱୟତ୍ୱଂ କାରକତ୍ୱଂ ସୂତ୍ର ଅନୁସାରେ କ୍ରିୟାପଦକୁ ନିରୂପଣ କରିବା ବିଧେୟ। ତୃତୀୟ ପର୍ଯ୍ୟାୟରେ କର୍ତ୍ତୃପଦ କର୍ମପଦ କରଣାଦି ପଦାଦିକୁ ଅନ୍ୱେଷଣ ଅନ୍ୱୟ କରାଯାଏ। ଉକ୍ତ ପଦ୍ଧତିରେ ନିମ୍ନ ସ୍ତରର ବିଦ୍ୟାର୍ଥୀମାନଙ୍କୁ ଶିକ୍ଷଣ ପ୍ରଦାନ କରାଯାଏ। କିନ୍ତୁ ଦଣ୍ଡାନ୍ୱୟ ସଦୃଶ ବିଦ୍ବତ୍ତା ବିଷୟରେ ଆଲୋଚନା କରା ନ ଯାଇ କେବଳ ସଂସ୍କୃତ ଭାଷା ବିଷୟରେ ସାମାନ୍ୟ ଜ୍ଞାନ ବିଷୟକ ବିଚାର କରାଯାଏ। ଏହା ଅବରୋହ ପଦ୍ଧତି ପରି ପଦ ସଂଶ୍ଳେଷଣ ତଥା ବିଶ୍ଳେଷଣ ସମ୍ପନ୍ନ ନୁହେଁ। ଏହି ଖଣ୍ଡାନ୍ୱୟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସନ୍ଧି ସମାସ ବ୍ୟୁତ୍ପତ୍ତି ଓ କଠିନ ଶବ୍ଦଗୁଡ଼ିକର ବ୍ୟାଖ୍ୟା କରାଯାଇ ବିଦ୍ୟାର୍ଥୀମାନଙ୍କୁ ପ୍ରତିପଦ ପ୍ରତି ଯଥାସାଧ୍ୟ ଆଲୋଚନା କରାଯାଏ। ଫଳରେ ଶ୍ରଦ୍ଧାଳୁ ବିଦ୍ୟାର୍ଥୀମାନଙ୍କ ଆକାଂକ୍ଷା ଅଧିକରୁ ଅଧିକ ହେବାରେ ଲାଗେ। ଏହି ବିଧି ସଂସ୍କୃତ ଶ୍ଲୋକ ପାଠନରେ ଅବଲମ୍ବନ କଲେ ଶିକ୍ଷକ ଓ ବିଦ୍ୟାର୍ଥୀମାନେ ଶ୍ରେଣୀ ପ୍ରକୋଷ୍ଠରେ ସକ୍ରିୟ ଅଂଶ ଗ୍ରହଣ କରିଥାନ୍ତି। ପାଠଦାନ ବ୍ୟବସ୍ଥା ମଧ୍ୟ ଉତ୍ତମ ଓ ମନୋମୁଗ୍ଧ ହୁଏ।